ସୁସ୍ଥ ହେବେ। କିନ୍ତୁ ଏଇଠି ବି ବିଶ୍ୱାସ କରି ସୁସ୍ଥ ହେବେ, ଘରେ ଯାଉ ଯାଉ ବି ସୁସ୍ଥ ହେବେ। ତେବେ ମୋର କହିବାର ଅର୍ଥ ହଉଛି ଏଠିରୁ ଘରେ ଗଲା ପରେ ବି ଦେହ ଯଦି ଭଲ ଲାଗୁ ବି ନାହିଁ, ସବୁଦିନ ସକାଳେ ଉଠନ୍ତୁ ଆଉ କୁହନ୍ତୁ। ଯେମିତିକି ଡକ୍ଟର ପାଖରେ ଆପଣ ଗଲେ ଜ୍ୱର ହେଇଛି କି ଝାଡା ହେଇଛି କି ପେଟ ବଥା ହେଇଛି ବୋଲେ ଆପଣଙ୍କୁ ମେଡିସିନ ଦେବେ, 3ଟା କ୍ୟାପସୁଲ ଦେବେ। ଏଇଟା ସକାଳେ ଖାଇବ, ଏଇଟା ସନ୍ଧ୍ୟାରେ ଖାଇବ, ଏଇଟା ରାତିରେ ନାଇଁ ଆଜ୍ଞା ଗୋଟେ ଦିନ ବୋଲେ ଡକ୍ଟର କହିବ ନା 3ଟା ଖାଇଲେ ତୁମେ ଭଲ ହେଇଯିବ। ଏକା ସହିତ 3 ଡୋଜକୁ ପୁରା କର, ଏ ଡୋଜକୁ ପୁରା କର କହୁଛନ୍ତି ନା ନାଇଁ। ମୁଁ ବି ଆପଣଙ୍କୁ ଗୋଟେ କ୍ୟାପସୁଲ ଆଜି ଦେବି। ସେ କ୍ୟାପସୁଲର ନାଁ ହଉଛି ଯୀଶୁଙ୍କ ପ୍ରହାରରେ ମୁଁ ସୁସ୍ଥ ହେଇଛି। ଆମେନ୍। ସକାଳେ ଗୋଟେ ଖାଆନ୍ତୁ, 12ଟାରେ ଗୋଟେ ଖାଆନ୍ତୁ, 4ଟାରେ ଗୋଟେ ଖାଆନ୍ତୁ, ରାତିରେ ଶୋଇଲା ବେଳେ ଗୋଟେ ଖାଆନ୍ତୁ। କେମିତି ଖାଇପାରିବେ? କେତେବେଳେ କହିବେ କେମିତି ଖାଇବି ଆଜ୍ଞା, ଏଇଟା ମେଡିସିନ ବୋଲି ସିନା ଏମିତି ଖେପି ଦଉଥିଲି, ଏମିତି ପକାଇ ଦଉଥିଲି, ବାକ୍ୟ କେମିତି ଖାଇବେ? କହିବା ଦ୍ୱାରା। ଆମେନ୍। କଣ ଦ୍ୱାରା? ମୁଖରେ କହିବା ଦ୍ୱାରା। ଦୁର୍ବଳ ଲୋକ କହୁ ମୁଁ, ଦୁର୍ବଳ ଲୋକ କହୁ ମୁଁ ବଳ। ଆରେ ବାକ୍ୟ ମନେ ରଖିଲ। ଦେଖ ଭୋଜିରେ କୋଉ ଚିକେନ ଖାଇଥିଲୁ, ମଟନ କେସ୍ ପିସ୍ ମିଳିଥିଲା, ଲୋକମାନଙ୍କୁ ସେଟା ମନେ ଥିବ। ମାତ୍ର ମୁଁ କେତେବେଳେ ଚିଲେଇ ଚିଲେଇ କହୁଛି ସେ ବାକ୍ୟ ମନେ ନାହିଁ। ଚର୍ଚ୍ଚରେ ବି ଆପଣ ଶୁଣିଛନ୍ତି। ଏଟା କଣ ନୂଆ କଥା କି? ତାଙ୍କ ପ୍ରହାରରେ ମୁଁ ହେବି କି ହେଇଛି? ଉଚ୍ଚ ଭାବରେ କହୁଛ, ତାଙ୍କ ପ୍ରହାରରେ ମୁଁ କୁହନ୍ତୁ, ଯୀଶୁଙ୍କ ପ୍ରହାରରେ ମୁଁ ସୁସ୍ଥ ହୋଇଅଛି। ହେବି ନା ହେଇଛି? ହେଲେ ଆମେ ହେବି ବୋଲେ କେବେ ହେଇପାରିବା? ହେଇଛି ବୋଲେ ହେବି ବୋଲେ ଆଶା, ଗୋଟେ ଦିନ ହେବ, ଏଟା ଆଶା। ବିଶ୍ୱାସ ମାନେ କଣ? ହେଇ ସାରି ଅଛି। ଆମେନ୍। ହେଲେ ଶରୀରରେ ରୋଗ ଅଛି, ହେଲେ ବି ବାଇବଲ କହୁଛି ମୁଁ ସୁସ୍ଥ। ହେଲେ ବାଇବଲକୁ ବିଶ୍ୱାସ କରିବି, ପ୍ରଭୁଙ୍କର କଥାକୁ ବିଶ୍ୱାସ କରିବି କି ଶରୀରକୁ? ଶରୀର ରୋଗ ଅଛି, ଦେଖାଯାଉଛି, ଅନୁଭବ ଲାଗୁଛି, ମାତ୍ର ବାଇବଲ କହୁଛି ତାଙ୍କ ପ୍ରାୟରେ ମୁଁ ଏଇଠି ଏଇଟା ଅସୁବିଧା ହବ। ଏଇଠି ଶୈତାନ ଆମକୁ ମାଇଣ୍ଡରେ ଖେଳିବ, ଗେମ୍ ଖେଳିବ। ଦେହରେ ରୋଗ ଅଛି, ଡକ୍ଟର ରିପୋର୍ଟ କହିଲେ ଏଠି ବିପି ବଢି ଯାଇଛି, ସୁଗାର ବଢି ଯାଇଛି, କ୍ୟାନ୍ସର ବାହାରିଲା, ଟ୍ୟୁମର ଅଛି, ଗୁଳା ଅଛି। ମାତ୍ର ବାଇବଲ କହୁଛି, ଈଶ୍ୱରଙ୍କର ବାକ୍ୟ କହୁଛି ତାହାଙ୍କ ପ୍ରହାରରେ ତୁମମାନେ। ଯେତେବେଳେ ଆପଣ କହିବେ ପ୍ରଭୁ ତୁମ ପ୍ରହାରରେ ମୁଁ ସୁସ୍ଥ ହେଇଛି ଧନ୍ୟବାଦ, ତୁମ ପ୍ରହାରରେ ମୁଁ ସୁସ୍ଥ ହେଇଛି ଧନ୍ୟବାଦ, ଏ ମିଟିଂରେ ବି ବିଶ୍ୱାସ କରି ଭାବାକୁ ଲାଗନ୍ତୁ ମୋର ରୋଗ ପ୍ରଭୁ ନେଇଛନ୍ତି। ଏଠି ବସିଲା ବେଳେ ଏକ ଭାବନ୍ତୁ ମୋର କଥା ପ୍ରଭୁ କୁଶର ନେଇଛନ୍ତି, ମୋର ଟ୍ୟୁମର ପ୍ରଭୁ କୁଶର ନେଇଛନ୍ତି। ମୁଁ ଆପଣଙ୍କୁ କହୁଛି ଏଠି ଆପଣ ଭଲ ହେଇକରି ଘରେ ଯିବେ ଯୀଶୁଙ୍କ ନାମରେ। ଆମେନ୍। ଆରେ ମୁଁ ଆପଣଙ୍କ ମୁଁ ତାଙ୍କ ପ୍ରହାରରେ ସୁସ୍ଥ ହେଇଛି କହିବାକୁ ଲାଗିଲା। ସବୁଦିନ ଉଠନ୍ତୁ, ଧନ୍ୟବାଦ ପ୍ରଭୁ। ସ୍ୱାମୀକୁ ଉଠିକରି କେତେ ଜଣ ଅଛନ୍ତି, କେତେ ଭଉଣୀମାନେ ଉଠୁ ଉଠୁ ତାଙ୍କର ସ୍ୱାମୀକୁ ଝଗଡାଇବ। ଏଠି କେ ଶାନ୍ତି ନାହିଁ। ଉଠୁ ଉଠୁ ଝାଡୁ ଧରିଲା ବେଳେ ପୁଅ ଝିଅ ଗାଳି କର, ସ୍ୱାମୀକୁ ଗାଳି କର। ଆହୁରି କେତେ ସ୍ୱାମୀ ମାନେ ବି ବାଇବଲରେ ଲେଖାଇଛି ଚିଡ଼ି ଚିଡ଼ିଆ ସ୍ୱାମୀ ସହିତ ବାସ କରିବା ଅପେକ୍ଷା ମରୁଭୂମିରେ ଏକଲା ବାସ କରିବା ଭଲ। କେତେଟା ସ୍ୱାମୀ ମାନେ ବି ଚିଡି 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 ସେ ଗରମ ତେଲରେ ଫୁଟଣ ପକାଇଦେଲେ କେମିତି ହବ କି? ଚିଡି 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 ଚିଡି। କେତେଟା ସ୍ୱାମୀ ଚିଡି ଚିଡିଆ, ଆଉ କେତେଟା ସ୍ତ୍ରୀ ମାନେ ବି ଚିଡି 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 ସ୍ୱାମୀକୁ ଖାଲି ଗିଜିରି 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 ଜାଣି ଜାଣି ମାଡ଼ ଖାଇବେ ସେମାନେ। ଅଜ୍ଞାନୀ ପାଇଁ ମାଡ଼ ଖାଇବେ। ମାରନ୍ତୁ ନାହିଁ, ମୁଁ ମାରବାଟା ଶିଖାଉ ନାହିଁ। ମୋର କହିବା ଚିଡି ଚିଡିଆ, ଚିଡି ଚିଡି ହୁଅନ୍ତୁ ନାହିଁ। ସକାଳେ ଉଠନ୍ତୁ, ଧନ୍ୟବାଦ ପ୍ରଭୁ ମୋର ପାପ କ୍ଷମା ହେଇଛି, ଧନ୍ୟବାଦ ପ୍ରଭୁ ମୋର ରୋଗ ସୁସ୍ଥ ହେଇଛି। 2ଟା କ୍ୟାପସୁଲ ଖାଇଲେ ଆପଣ ଆଉ ଥରେ 12ଟା ଘଣ୍ଟାରେ ଆହୁରି କୁହନ୍ତୁ, ଧନ୍ୟବାଦ ପ୍ରଭୁ ମୋର ପାପ ସବୁ କ୍ଷମା କରିଛ, ରୋଗ ସବୁ। କେତେ ଦିନ ଗଲା ପରେ ଆପଣ ଦେଖିବେ ଆପଣଙ୍କୁ ଯୋଉ ରୋଗ ଥିଲା ଚେକ୍ କଲା ପରେ ସେଟା ଆଉ ହେବ ନାହିଁ। କାରଣ ଈଶ୍ୱରଙ୍କର ବାକ୍ୟ ମରିୟମକୁ ଦୂତ କହିଲେ ତାଙ୍କର ବାକ୍ୟ କେବେ ମଧ୍ୟ ଶକ୍ତିହୀନ ହେବ ନାହିଁ। ଇଂଲିଶ ଲେଖାଇଛି କେବେ ବିଫଳ ହେବ ନାହିଁ ଈଶ୍ୱରଙ୍କର ବାକ୍ୟ। ଆମେନ୍। ଈଶ୍ୱରଙ୍କ ବାକ୍ୟ କେବେ ବିଫଳ ହେବ ନାହିଁ। ଯଦି ଆପଣ ବିଶ୍ୱାସ କରିବେ, ଧନ୍ୟବାଦ ପ୍ରଭୁ ତୁମ ପ୍ରହାରରେ ମୁଁ ସୁସ୍ଥ ହେଇଛି ବୋଲି ନ ଦେଖିକରି ବିଶ୍ୱାସ। ଆମେନ୍। କେମିତି ବିଶ୍ୱାସ? ପୁଅ ଝିଅ ନାହିଁ, ମାତ୍ର ଆପଣ ବିଶ୍ୱାସ ଅବ୍ରାହମ ଧରେ। ପ୍ରଭୁ କହିଲେ ହେ ଅବ୍ରାହମ, ତାଙ୍କ ନାଁକୁ ଚେଞ୍ଜ କଲେ, ଅବ୍ରାହମକୁ ଅବ୍ରାହମ କରିଦେଲେ। ଅବ୍ରାହମର ଅର୍ଥ ବହୁ ଜାତିର ପିତା। କେତେ ଜାତି? ଆଉ ଗୋଟେ ପଦ ଆପଣମାନେ ବିଜାର ହଉନାହାନ୍ତି ତ, ବୋର ହଉନାହାନ୍ତି ତ? ଆରେ ଗୋଟେ ପଦ ପଢିବା କି? ହାତ ଉଠାଇଲା ପଢବା, ନହେଲେ ଠିକ ଅଛି। ରୋମିଓ 4 ରୋମିଓ 4
बालक बाबू टी पढ़ु 4:17 पद पढ़ु तो जो ईश्वर को से विश्वास कले जे मृत मान को सजीव करती नथिबा वस्तु को थिबा वस्तु परि डाकती से ईश्वर को दृष्टि रे से आंब समस्त पिता अटंती जेपरि लेखा अछि आमे तुमको बहु जातिर पिता करिअछु। अब्राहम होचंती विश्वासर आदि पिता विश्वास ईश्वर मित्र बोली से ख्यात हेले आमे जानिछु एपरि से ईश्वर को विश्वास कले अब्राहम जे कि नथिबा मृत को सजीव करती ध्यान दे सुनतु प्लीज एते दूर आसु आपन उपाय आमेन राजू भाई कहले मुई मना कली ना नले मु ना देवा कार्यक्रम को आकर जाए ना सभा को आकर जाए हेले भी आपण माने आशीर्वाद पांतु बोले हां कहली मु हेले आपण माने जदी सुनबे ना कष्ट लागबो सुनुचंती तो आमेन रागु नांती तो हालेलुया तो आमे देखु विश्वास अब्राहम ईश्वर को विश्वास कले कौन बोले विश्वास कले जे ईश्वर मला लोक को जीवन देवे आउ नथिबा वस्तु को थिबा वस्तु पर डाकिबे अर्थात आपनकर घरे पुओ छ नाही मात्र प्रभु केंती डाकिबे आपण बापा आपण को बापा बोली डाकिबे मां बोली डाकिबे शायद आपण को एठी केते जन असंती मेरे जे पुओ छ नाही प्रभुंकर वाक्य अनुसार विश्वास कोन जोटा नाही से असी बोली प्रभु डाकिबे आमेन लाजर मरि जाइथिला 4 दिन होई कि मलानी प्रभु कोन कहउछंती हे लाजर बारिया एटा होची विश्वास ताली मारिबा धन्यवाद बाबा आपण विश्वास करबा धन्यवाद प्रभु तुमे बंध्या मान को संतान रो माता मोहि करि था तुमे मते सुंदर पुओ छ देइछ आमेन 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 अब्राहम रो अर्थ होची बहु जातिर पिता गोटे भी पुओ नाही झियो नाही प्रभु तांको कहि देले महागोष्ठीर पिता लोक माने हसी देबे निजको अब्राहम बोली कहउची गोटे पिला भी निजको कोन बोली कहउची गोटे पिला भी लोक आपन को भी कहबे सुस्त हिची बोली कहउची और दिन को मेडिकल शैतान लोक द्वारा कहबो शैतान तो अन्य मान को द्वारा कहबो हां मैं आशीर्वाद युक्त बोली कहउची केते प्रार्थना जाउची केते उपवास आ जीवन किछि हो लोक आपन को परिहास करबे विश्वास करे मनुष्य साधारण मनुष्य बुझी पारिबो नाय प्रभु जीसु जाइरस घर गले जाइरस गोटे बोले झियो मरि जाइछि जीसु कोन कहले झियोटा मरिनी बालिका सही पड़िछि बोले हो ना नै लोक माने हसले जीसु गोटे पागल लोक मरि जाइछि झियोटा आंके कहउछन्ती कोन हिछि एटा का विश्वास आपण जेतले विश्वास करिवे लोक हसले आपण को परिहास करेंगे तुच्छ करेंगे मुझे प्रभु को काम बाहर नहीं बालक आगे मैंने मो साक्ष्य आपण को कहूँ 22-23 वर्ष तले आउरी केते सान थी भाभी देखु के ग्रहण कर आमर जमी बाप्टिस्ट मंडली जमी आम रोमान कैथोलिक चर्च गुड़ाक बहुत कट्टर सेमती आमर कहवा गले जेसी जयलुम लुथरान मंडली गुड़ाक भी बहुत कट्टर ताको ग्रहण करती ना किंतु मु विश्वास कली प्रभु मत भारत सारा व्यवहार करो भारत बाहर व्यवहार करो सान अच्छी मो पाखे पैसा अच्छी ना लोक अच्छा ना कौन अच्छी परिवार अभाव अच्छी खाइबार अभाव पैसार अभाव 16 वर्ष से मत होता 2 दिन तले मोर जन्मदिन है 39 वर्षर आसंता वर्ष 40 वर्ष प्रदान करी मु एते वर्ष भितर गोटे जिन मुझे देखली जगत बुझीपार ना लोक मैंने मत कहे तुच्छ करते प्रथमे गुरुत्व दौ ना किंतु समय है आज भारत सारा प्रभु मत कार्य खाली व्यवहार करूना शक्ति सहित व्यवहार कथा कुछ बोधिर शुणुची बड़ बड़ गायक प्रभु दास मैंने लोक मैंने वाक्य शुणुंट लोक प्रथम आपन को हसी पारती तुच्छ करेंगे परिहास करेंगे से विश्वास को बुझीपारे यीशु कहले तुम भाई को कोड़ी रखी चल
ସେମାନେ କହିଲେ ପ୍ରଭୁ ମରିକି 4 ଦିନ ହେଇଗଲାଣି, ସେ ବାସ୍ନା ଦଉଛି, ସ୍ମେଲ ହଉଛି। ସେମାନେ ବୁଝିପାରୁନଥିଲେ ବିଶ୍ୱାସକୁ। ଆଜି ବି ଜଗତର ଲୋକମାନେ ବିଶ୍ୱାସକୁ ବୁଝିପାରୁ ଆପଣଙ୍କୁ ହସିବେ, ଲୋକ ମଜାକ ଉଡ଼ାଇବେ, ତୁଚ୍ଛ କରିବେ। ଅବ୍ରାହ୍ମକୁ ବି ଲୋକମାନେ ହସିଲେ, କିନ୍ତୁ ଅବ୍ରାହ୍ମ ଜାଣିଥିଲେ ପ୍ରଭୁ ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକିବେ। ଯେତେବେଳେ ତୁମ ନାଁ କଣ ବୋଲେ ସେ କହୁଥିଲେ ଅବ୍ରାହ୍ମ, ବହୁ ଗୋଷ୍ଠୀର ପିତା। କିଛି ନଥିଲା ମାତ୍ର ସେ କହୁଛନ୍ତି ମୁଁ ବହୁ ମହାନ ଗୋଷ୍ଠୀର ପିତା। କିଛି ନଥିଲା। ଆଜି ଆପଣଙ୍କ ପାଖରେ କିଛି ନାହିଁ, ପୁଅ ଝିଅ ନାହିଁ, ହେଲେ ବି କୁହନ୍ତୁ ଧନ୍ୟବାଦ ପ୍ରଭୁ, ବଢିଆ ପୁଅ ଝିଅ ଦେଇଛ। ଚର୍ଚ୍ଚରେ ଲୋକ କମ, ବଢିଆ ମଣ୍ଡଳୀ ଦେଇଛ। ଦାନ ହଉନାହିଁ ଭଲ, ଧନ୍ୟବାଦ ପ୍ରଭୁ, ବଢିଆ ଦାନ ହଉଛି। ଋଣ ହେଇଛନ୍ତି, କୁହନ୍ତୁ ପ୍ରଭୁ ମୁଁ ଋଣ ନେବି ନାହିଁ। ଦ୍ୱିତୀୟ ବିବରଣୀ 28:12 ଲେଖାଇଛି, ତୁମେ ଋଣ ନେବ ନାହିଁ। ଋଣ କୁହନ୍ତୁ ମୁଁ ଋଣ ନେବି ନାହିଁ। କୁହନ୍ତୁ ମୋ ସହିତ କୁହନ୍ତୁ ମୁଁ ଋଣ ନେବି ନାହିଁ, ଋଣ ଦେବି। ଆଉ ଥରେ ମୁଁ ଋଣ ନେବି ନାହିଁ, ଋଣ ଦେବି। କହିବା ହାଲେଲୁୟା, ହାଲେଲୁୟା। ଆଜି ଆପଣଙ୍କୁ ଲାଗୁଛି ସେମିତି ପରିସ୍ଥିତି, ଆପଣ ନିରାଶ ହୁଅନ୍ତୁ ନାହିଁ, ଆପଣ ବିଶ୍ୱାସ କରନ୍ତୁ। ଆଉ ବିଶ୍ୱାସ କଣ? ଅଦୃଶ୍ୟ ବିଷୟ, ଦେଖାଯାଉ ନାହିଁ କିନ୍ତୁ ଅଛି। ଆମେନ୍। ଦେଖାଯାଉ ନାହିଁ କିନ୍ତୁ ଅଛି, ଏଇଟା ହଉଛି ବିଶ୍ୱାସ। ହାଲେଲୁୟା, ହାଲେଲୁୟା। ହଁ, ଦ୍ୱିତୀୟରେ ମୁଁ କହିଲି ଆପଣ ଯଦି ବିଶ୍ୱାସ କରୁଛନ୍ତି ଈଶ୍ୱରଙ୍କର ବାକ୍ୟକୁ ମୁଖରେ କହିବାକୁ ଆରମ୍ଭ କରନ୍ତୁ, କୁହନ୍ତୁ, ଘୋଷଣା କରନ୍ତୁ। ମୁଁ ଚାଲିପାରୁଛି, ଯୋଉମାନେ ଚାଲିପାରୁନାହାନ୍ତି ମୁଁ ଚାଲିପାରୁଛି ବୋଲି କୁହନ୍ତୁ। ଯୁବା ଭାଇମାନେ, ଖରାପ ଭାବନା ଆସୁଛି, ଖରାପ ଚିନ୍ତାଧାରା ଆସୁଛି, ଅସୁଚି ଭାବନା ଆସୁଛି, ବ୍ୟଭିଚାର ଭାବନା, କୁହନ୍ତୁ ପ୍ରଭୁ ତୁମ ରକ୍ତ ମୋର ଭାବନା ପରିଷ୍କାର କରିଛି। ତୁମ ରକ୍ତ ମୋତେ ପାପରୁ ମୁକ୍ତ କରିଅଛି, ନିଶାରୁ ବ୍ୟଭିଚାର ଭାବନାରୁ ମୁକ୍ତ କରିଅଛି। ମୁଁ ଧାର୍ମିକ ଅଟେ। ରୋମିଓ 6:6 ଲେଖାଇଛି ପାପର ଶରୀର କ୍ରୁଶରେ ନଷ୍ଟ ହୋଇଅଛି। ଆମେନ୍। କି ଶରୀର? ଆପଣଙ୍କୁ ସେମିତି ଲାଗୁଛି? ସବୁଦିନ ଉଠିକରି କୁହନ୍ତୁ ପାପର ଶରୀର ନଷ୍ଟ ହୋଇଛି, ମୁଁ ପବିତ୍ର ଜୀବନ କାଟିପାରିବି। ବିଶ୍ୱାସ କଲେ ହିଁ ହବ, ନହେଲେ ହେଇପାରିବ ନା। ଅସମ୍ଭବ ବି ସମ୍ଭବ ହବ। କେତେ ଜଣ ମୋ ସହିତ ଅଛନ୍ତି? ଆମେନ୍। ଭଳି ମାନେ ହାତ ଉଠାନ୍ତୁ। କେତେ ଜଣ ମୋ ସହିତ ଅଛନ୍ତି? କହିବା ହାଲେଲୁୟା, ହାଲେଲୁୟା। କୁହନ୍ତୁ ବିଶ୍ୱାସୀ ପକ୍ଷରେ ସବୁ କିଛି ସମ୍ଭବ। ତ ଏଇ ରୋମିଓ 4:17 ଅନୁସାରେ ବିଶ୍ୱାସ ଗୋଟେ ନଥିବା ଜିନିଷକୁ ଅଛି ବୋଲି କହିବ। ଆପଣଙ୍କ ପାଖରେ ପଇସା ନାହିଁ, ଆପଣଙ୍କ ପାଖରେ ପଇସା ନାହିଁ,